ଚିନ୍ତା କରନ୍ତୁ, ଯଦି ପୁରା ସମୁଦ୍ରଟା ଶରାବ ହେଇଯାଆନ୍ତା ତାହେଲେ କ'ଣ ହୁଅନ୍ତା? ସବୁ ଶରାବୀ ବା ମଦୁଆମାନେ ଖୁସି ହୁଅନ୍ତେ, ଆଉ କ'ଣ ହୁଅନ୍ତା? କିନ୍ତୁ ଏଇ ଖୁସିଟା କ୍ଷଣସ୍ଥାୟୀ ନା ଚିରସ୍ଥାୟୀ? ପୁରା କ୍ଷଣସ୍ଥାୟୀ। କାହିଁକି ନା ସମୁଦ୍ରରେ ଯେଉଁ ଜଳଚର ଜୀବମାନେ ଅଛନ୍ତି ସେମାନେ ବଞ୍ଚିବେ କେମିତି? ଆଉ ପୃଥିବୀର ଯେଉଁ ଜଳର ଆବଶ୍ୟକତା ତାକୁ ମିଟ୍ କରିବ କିଏ? ଠିକ୍ ସେଇଭଳି ଆମେ ସମସ୍ତେ ସ୍ୱପ୍ନ ଦେଖେ, କଳ୍ପନା କରେ। ଯଦି ସମସ୍ତଙ୍କର କଳ୍ପନା ବା ସ୍ୱପ୍ନ ସାକାର ହେଇଯାଆନ୍ତା ବା ବାସ୍ତବରେ ପରିଣତ ହେଇଯାଆନ୍ତା ତାହେଲେ କ'ଣ ହୁଅନ୍ତା? ସମାଜରେ ଅସ୍ଥିରତା ଦେଖାଯାଆନ୍ତା, ବିଶୃଙ୍ଖଳା ଦେଖାଯାଆନ୍ତା। ଗୋଟିଏ ସୁସ୍ଥ ସମାଜ ସମ୍ଭବ ହେଇପାରନ୍ତା ନାହିଁ। ଠିକ୍ ସେଇଭଳି ଚିନ୍ତା କରନ୍ତୁ, ଯଦି ପୃଥିବୀର ସବୁ ଲୋକ ସମାନ ହେଇଯାଆନ୍ତେ, ସବୁ ଲୋକଙ୍କର ଗୋଟିଏ ପ୍ରକାର ରଙ୍ଗ ହେଇଯାଆନ୍ତା, ସବୁ ଲୋକ ଗୋଟିଏ ଧର୍ମର ହେଇଯାଆନ୍ତେ, ସବୁ ଲୋକ ଗୋଟିଏ ଭାଷା କୁହନ୍ତେ, ତାହେଲେ କ'ଣ ହୁଅନ୍ତା? ଭଲ ଭାବରେ ଚିନ୍ତା କରନ୍ତୁ, ଗଭୀର ଭାବରେ ଚିନ୍ତା କରନ୍ତୁ ଏବଂ ମତାମତ ଦିଅନ୍ତୁ।